ଭାଇ ଏଇଠି କ'ଣ କରୁଛୁ କିରେ? ଆଉ କ'ଣ କରିବି, ସବୁ ଗାଈ ଷଣ୍ଢକୁ କାଞ୍ଜିଅତାରେ ପୁରେଇବା ପରେ ଏବେ ଟେନସନ୍ ଖତମ, ଖୁସିରେ ଠିଆ ହେଇଛି। ଆଉ ଖତମ ନୁହେଁ ରେ ଭାଇ, ଏବେ ତ ଟେନସନ୍ ଆରମ୍ଭ ହେଲା। କେମିତି? ଗାଈ ଗୋରୁକୁ ସିନା ଆମେ କାଞ୍ଜିଅତାରେ ଭର୍ତ୍ତି କଲେ, ହେଲେ ସେମାନଙ୍କର ମାଲିକମାନେ ଯେତେବେଳେ ଜାଣିବେ ଏ କାମ ଆମେ କରିଛୁ ବୋଲି, ସେତେବେଳେ କିଭଳି ପରିସ୍ଥିତି ସୃଷ୍ଟି ହେବ ଜଣା ନାହିଁ। ଆରେ ହେ, କ'ଣ ହେଉଛି ସେତେବେଳେ ଦେଖିବାନି? ତୁ ଏବେଠୁ କାହିଁକି ଏତେ ଛାନିଆ ହେଉଛୁ? ଏବେ ତ 2 ଦିନ ହେଲାଣି କିଛି ହେଇନି। ହଉ ଦେଖିବା ଆଗକୁ କ'ଣ ହେଉଛି। ହଉ ତୁ ବ୍ୟସ୍ତ ହନାରେ, ଆମେ ତ ଗୋଟେ ଭଲ କାମ କରିଛେ, ଆଉ ଆମ ଭାବନା ବି ଭଲ, ତେଣୁ କାମ ଭଲ ହେଲେ କିଛି ଅସୁବିଧା ହେବନି ରେ। ହଉ, ମୁଁ ବି ସେଇ କଥା ଭାବୁଛି। ଭାଇ ଆଜି ଅଧିକ କ୍ଷୀର ଆସିଛି ବା, ଆଉ ଗୋଟେ ଯୋଡ଼େ ଘର ବଢ଼େଇଦବା। ହଉ ହଉ, ଚାଲ ଚାଲ ଦେଖିବା କ'ଣ ହେଉଛି। କଙ୍ଗାରୁ ଝୋଟ, ତମେ 2 ଜଣ ମିଶି ଗୋଟେ ଭଲ କାମ କରିଛ। ଭାଉଜ ସବୁ ତମ ଆଶୀର୍ବାଦରୁ ହେଇଛି। ଆରେ ହେ, ଦେଖିକି ଢାଳେ, ନହେଲେ ତଳେ ପଡ଼ିଯିବ। ଆମେ ଏବେ ଆସୁଛୁ ଭାଉଜ। ଷଣ୍ଢ ନା, କୁଆଡ଼େ ଯାଇଥିଲ କି? ଦେହ ପା ଭଲ ଅଛି ନା ନାହିଁ? ଏବେ କ'ଣ ବେଶୀ ମୋଟା ହେଇଗଲଣି? ଆରେ ନାଇଁ ରେ, ଆରେ ମୁଁ ପରା ଏବେ ଝଡ଼ିଗଲିଣି ଦେଖିଲ। ନାହିଁ ବା, 2-4 କିଲୋ ବଢ଼ି ଯାଇଛ, ଝଡ଼ିଛ କୋଉଠି? ଡାଏଟିଂ କରୁଛି ରେ, ଝଡ଼ିବିନି କ'ଣ? ଡାଏଟିଂ କରୁଛି ପରା। ହଉ ହଉ, ମୋ କଥା ଛାଡ଼, ତମେ 2 ଜଣ ଏ କ୍ଷୀର କେନ୍ ଧରିକି କୁଆଡ଼େ ବୁଲୁଛ ରେ? ନା ବୁଲା ଷଣ୍ଢ ଗାଈମାନଙ୍କୁ ଧରିକି ଆମେ ସବୁ କାଞ୍ଜିଅତାରେ ପକେଇଲୁ। ଏବେ ସେମାନଙ୍କ କ୍ଷୀର ଦୁଇଁକି ଦୁଆର ଦୁଆର ବୁଲିକି ବିକୁଛୁ। ସେ ପଇସାରେ ତମେ କ'ଣ କରିବ କି ରେ? ଆଉ କ'ଣ କରିବୁ, କାଞ୍ଜିଅତାରେ ଥିବା ଗାଈମାନଙ୍କ ପାଇଁ ଦାନା କିଣିବୁ, ଆଉ ବାକି ପଇସା ଅନାଥ ଆଶ୍ରମକୁ ଦାନ କରିବୁ। ଗୋଟେ ବଢ଼ିଆ କାମ କରିଛ ଆଉ। ହଉ, ଭଲ ଭଲ, ସୁବିଧା ହେଲେ ମୋତେ କହିବ, ମୁଁ ତମକୁ ସାହାଯ୍ୟ କରିବି। ହଁ ଭାଇ କହ। ଆରେ ସେ ଭଣ୍ଡ ଦିଟା କଥା ଆଉ କହନା, ସବୁ ଗାଈ ଗୋରୁଙ୍କୁ ନେଇକି କାଞ୍ଜିହତାରେ ପକେଇ ଦେଇକି କ୍ଷୀର ଦୁଇଁକି ଘର ଘର ବୁଲି ବିକୁଛନ୍ତି। ଭଲ ବେପାରଟେ ଚଲେଇଛନ୍ତି ଆଉ, ମାଗଣାରେ ବାଢ଼ିଆ ବାଡ଼େଇବା ବେପାର ଆଉ। ହଁ, ମୁଁ ପରା ଆଜି ଯାଉଛି ତାଙ୍କ ନାଁରେ FIR ଦେବି। ତୁ ଟିକେ ଆସୁନୁ, ସାକ୍ଷୀ ପଡ଼ିବୁ। ହଉ, ଅଧଘଣ୍ଟା ଛାଡ଼ିକି ଆ, ମୁଁ ଆଗେ ଯାଉଛି। ହଉ। ଆରେ ସେମାନେ ତ ଭଲ କାମ କରୁଛନ୍ତି, ଇଏ କ'ଣ ଏମିତି କହୁଛି FIR ଦେବାକୁ ଯିବ ତାଙ୍କ ନାଁରେ ବୋଲି। ହଉ ଦେଖିବା କୋଉ ପାଣି କୁଆଡ଼େ ଯାଉଛି। ଆରେ ଏଠି ତ କ'ଣ କେହି ନାହାନ୍ତି, ଇଏ ନେଙ୍ଗଡ଼ା କ'ଣ ଏଇଠି ଶୋଇଛି। ହଉ, ମୋତେ ବି ହାଲିଆ ଲାଗିଲାଣି ସାଇକେଲିଂ କରିକି ଆସିକି, ମୁଁ ଟିକେ ଶୋଇପଡ଼େ। ଆଉ କିଏ ଗୋଟେ ଘୁଙ୍ଗୁଡ଼ି ମାରିଲାନି, ମୁଁ ବି ଟିକେ ଶୋଇପଡ଼େ। ଆରେ ଏ ଲୋକ କ'ଣ ଏଇଠି ଶୋଇଛି? ଏଟା ମଣିଷ ନା ପିଲା ହାତରେ ରେ? ଥାନାଟାକୁ ବେଡରୁମ୍ ଭାବିଲା ନା କ'ଣ? କିରେ ଗବର, ତୁ ବି ତ ଶୋଇଛୁ। କି ଥାନା ଜଗିବୁ କିରେ ତୁ? 2 ଜଣଙ୍କ ଘୁଙ୍ଗୁଡ଼ିରେ ଥାନା ଉଠୁଛି ପଡୁଛି। ନାଇଁ ଆଜ୍ଞା, ମୁଁ ଶୋଇନି, ଆଙ୍କୁ ଜଗିଥିଲି ନା ଆଉ। ଇଏ କିଏ କିରେ? ମତେ ଜଣା ନାହିଁ ଆଜ୍ଞା। ତୁ କ'ଣ ଏର ବଡ଼ିଗାର୍ଡ ନା କ'ଣ? ନାଇଁ ଆଜ୍ଞା, ମୁଁ ତ ଆପଣଙ୍କର ବଡ଼ିଗାର୍ଡ, ଆଙ୍କର କାହିଁ ହେବି? ଠକି ଦେଲେ ବୁଡ଼ିଯିବ। ଶଳା କହୁଛୁ ମୋ ବଡ଼ିଗାର୍ଡ। ହଉ, ଏ ଲୋକକୁ ଉଠାରେ, କ'ଣ ହେଇଛି ବୁଝିବା। ନାଇଁ ସାରେ, ମୋଟା ଲୋକଟା ହାଲିଆରେ ଶୋଇଛି, ନିଦ ଭାଙ୍ଗିବା ପୂର୍ବରୁ ଆକୁ ଉଠାଇଲେ ପାପ ହବ। ହଉ ତାହେଲେ, ଆଜି କାହିଁ ମୋ ଦେହଟା ଟିକେ ଭଲ ଲାଗୁନି ବା, ମୁଁ ଟିକେ ହାଲିଆ ମାରେ। ମାରୁନାହାନ୍ତି ସାର୍, ମୁଁ ଥାନା ଜଗିଛି ବା, ଆପଣ ମାରନ୍ତୁ। ସମସ୍ତଙ୍କ ଆଖିରେ ନିଦ, ମୁଁ ଟିକେ ଶୋଇ ପଡ଼ିଲେ ଅସୁବିଧା ହେଇଯାଉଛି। ସାରେ ପଡ଼ିଯିବେ ବୋଧେ ଘୁମାଉ, ଶୋଇବା ଲୋକକୁ ମୁଁ ଉଠାଏନି। ହେ ପ୍ରଭୁ, ଆମ ସାରେ ଆପଣଙ୍କୁ ଲାଗିଲେ, ଆପଣ ଟିକେ ଦେଖୁଥିବେ। ଭାବିଛନ୍ତି କି ନାଇଁ କ'ଣ ଭାବିଛନ୍ତି କି? ତୁ ଦେଖିଲୁଟି ସେମାନେ କେମିତି କ'ଣ କଲେ, ସବୁ କାହିଁକି ନେଇକି ପୁରେଇ ଦେଲେ ଭିତରେ। କିରେ ଏଟା ପାଟି କାହିଁ କରୁଛ କିରେ? ଏଟା ଥାନାରେ, ତମକୁ କ'ଣ ଜଣା ପଡୁନି କି? ଥାନାଟା ବୋଲି ଜାଣିକି ଆସିଛୁ ଆଜ୍ଞା।
ଆଉ ଜାଣିଛ ତ ସାଇଲେନ୍ସ ମେଣ୍ଟେନ କରିପାରୁନ। ହଉ କ'ଣ ହେଇଛି କହ। ସାରେ ଆମେ ଜଣଙ୍କ ନାଁରେ ଏଫଆଇଆର ଦେବାକୁ ଆସିଛୁ। ଆରେ ସେ ଜଣକ କିଏ ଆଉ ସିଏ ତମର କିଏ ଅସୁବିଧା କରିଛି? ଗାଈ ଚୋରି କରିଛି ଆଜ୍ଞା। ଆରେ ତୋର କ'ଣ ସବୁବେଳେ ଚୋରି ହଉଛି? ଏଇ କେତେ ଦିନ ତଳେ ଛେଳି ଚୋରି ହେଇଥିଲା ଆଉ ଏବେ ଗାଈ ଜୀବଜନ୍ତୁକୁ ଯତ୍ନ ନଉନୁ କି? ଉଦା ଛାଡ଼ି ଦଉଛୁ ବୋଧେ ଆଉ। ନାଇଁ ଆଜ୍ଞା ଉଦା ଛାଡୁନି, ସଠିକ ଯତ୍ନ ମଧ୍ୟ ନଉଛି। ହଉ ହଉ କହ ସେ ଚୋରଟା କିଏ? ଚୋର ନା କଙ୍ଗାରୁ, ବାପା ନା ଟୁଙ୍ଗୁରୁ, ଆଉ ଘର ଆମ ଗାଁ ବେଲୁର ସାର୍। ସାର୍ ସିଏ ବି ମୋର ଗାଈ ଚୋରି କରିଛି। ହଉ ରହ ମୁଁ ସେ କଙ୍ଗାରୁକୁ ଫୋନ କରିକି ଥାନାକୁ ଡାକେ। ହ୍ୟାଲୋ କଙ୍ଗାରୁ। ହେ କିଏ ଗୋଟେ ଫୋନ୍ କଲାଣି। କ୍ଷେତରେ ଥିଲାବେଳେ ସବୁବେଳେ ଫୋନ୍ଟା ଆସୁଛି। ଘରୁ ଫୋନ୍ଟା ନ ଆଣିଥିଲେ ଭଲ ହେଇଥାନ୍ତା ଆଉ। ହ୍ୟାଲୋ କିଏ କହୁଛନ୍ତି? ନମସ୍କାର। ନମସ୍କାର ନମସ୍କାର। ଆରେ ଏବେ ସାଙ୍ଗେ ସାଙ୍ଗେ ଟିକେ ଥାନାକୁ ଆସିଲୁ। କାହିଁକି ସାର୍? କ'ଣ କାମ ଥିଲା କି? ଆରେ ତୋ ନାଁରେ ଏଫଆଇଆର ଅଛି ରେ। ପୁଣି କିଏ ଏଫଆଇଆର ଦେଲା ସାର୍? ଆରେ ତୁ ଆସୁନୁ, ଆସିଲେ ସିନା ଜାଣିବୁ କିଏ ଏଫଆଇଆର ଦେଇଛି। ମୁଁ କ୍ଷେତରେ ଅଛି ସାର୍। ହଉ ହଉ ଆସୁଛି। ଯିବାକୁ ପଡ଼ିବ ଆଉ। ଥାନା ବାବୁ ଡାକୁଛନ୍ତି ନହେଲେ ଅସୁବିଧା। ଆରେ କଙ୍ଗାରୁ ଆସୁଛି, ତମେ ଅପେକ୍ଷା କର। କ୍ଷୀର କ୍ଷୀର ପାଣି ପାଣି ହେଇଯିବ। ଆରେ ତୁ ଯୁଆଡେ ଶୁକୁଟା କ'ଣ ସିଆଡେ? ଆମେ ତଳ ଉପର ଦୁଇ ଭାଇ ସାର୍। ଆପଣଙ୍କୁ ତ ଆଗରୁ କହିଥିଲି ନା। ଗାଁ ଭାଇ ତ? ହଁ ହଉ। ଆରେ ତୋ ନାଁରେ ସତ୍ୟା ଏଫଆଇଆର ଦେଇଛି ରେ। କ'ଣ ପାଇଁ ସାର୍? ତୁ ତା ଗାଈ ଚୋରି କରୁଛୁ ବୋଲି ସେ କହୁଛି। ସାର୍ ଖାଲି ଗାଈ ନା ଷଣ୍ଢ କଥା ବି କହୁଛି। କିରେ ଗାଈ ସାଙ୍ଗରେ ଷଣ୍ଢକୁ ବି ଚୋରି କରିଦେଇଛୁ କି? ହଁ କରିଛି ସାର୍। ଆରେ କଙ୍ଗାରୁ ତୁ ହୋସରେ ଅଛୁଟି? ଏଇଟା ଥାନାଟାରେ ଚୋରି କେସରେ ତତେ 6 ମାସ ଭିତରେ କରିଦେବି। ଭିତରେ କରିବେ ତ କରୁନାହାନ୍ତି, ହେଲେ ମୁଁ ହୋସରେ ଅଛି ସାର୍। ମୋ କଥା ଶୁଣିଲେ ଆପଣ ବେହୋସ ହେଇଯିବେ। କାହିଁ ତୁ ଏମିତି କ'ଣ କହିବୁ ଯେ ମୁଁ ବେହୋସ ହେଇଯିବା? ଧୈର୍ଯ୍ୟ ଧରିକି ଶୁଣନ୍ତୁ ସାର୍। ମୁଁ ଯାହା କହିବି ଆପଣ ଶୁଣିଲେ ସତରେ ବେହୋସ ହେଇଯିବେ। ହେ କହବେ ସବୁବେଳେ କଥାକୁ ଲମ୍ବଉଛି। ସାରେ ସତ୍ୟା ନା ଆଉ ଶଙ୍କର ଗାଈକି ରଖିକି କ୍ଷୀର ଦୁହିଁକି ଉଦା ଛାଡ଼ି ଦେଉଛନ୍ତି। ସେଇ ଗାଈ ବର୍ଷକୁ ଗୋଟେ ଗୋଟେ ବାଛୁରୀ ଜନ୍ମ କରି ସାଙ୍ଗରେ ଧରିକି ବୁଲୁଛି। କିଏ ମାଇ ଛୁଆ ହେଉଛି ତ କିଏ ଅଣ୍ଡିରା ବାଛୁରୀ। ଅଣ୍ଡିରା ବାଛୁରୀ ଗୁଡ଼ା ଷଣ୍ଢ ହେଇକି ରାସ୍ତାଘାଟରେ ଦୁର୍ଘଟଣା ଘଟାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି। ଫସଲ ମଧ୍ୟ ଉଜାଡ଼ି ଦେଉଛନ୍ତି। ଆକୁ କହି କହି ଇଏ ଜମା ଶୁଣୁନି। ସେଇଥିପାଇଁ ସବୁ ବୁଲା ଗାଈ ଷଣ୍ଢକୁ ନେଇକି ମୁଁ କାଞ୍ଜିଅତାରେ ପକେଇ ଦେଇଛି। ସତ୍ୟା ଇଏ କ'ଣ ସତ କହୁଛି? ହଁ ଯେ ସାର୍। ଆଉ ଯେ କ'ଣ କିରେ ସବୁ ଭୁଲ ତ ତୋର। ସାର୍ କାଞ୍ଜିହତାରେ ଗାଈମାନଙ୍କଠୁ କ୍ଷୀର ଦୁଇଁକି କଙ୍ଗାରୁ ଓ ଝୋଟ କ୍ଷୀର ବେପାର କରୁଛନ୍ତି। ଏଇଟା କ'ଣ ଚୋରି ନୁହେଁ କି ସାର୍? କିରେ କଙ୍ଗାରୁ ସତ୍ୟା ଯାହା କହୁଛି ସତଟି? ହଁ ସତ୍ୟା ନା ସତ କହୁଛି। ତାହେଲେ ତମ 2 ଜଣଙ୍କୁ ତ ଦଣ୍ଡ ମିଳିବା ଉଚିତ। ଦଉନାହାନ୍ତି କି ଦଣ୍ଡ ଦେବେ ଦିଅନ୍ତୁ। ଏ 2 ଜଣଙ୍କୁ ଆଜୀବନ କାରାଦଣ୍ଡ ସଜା ଦିଅନ୍ତୁ ସାର୍। ସାର୍ ଟିକେ ରୁହନ୍ତୁ, କହିବା କଥା ଆପଣ ଶୁଣିଲେ, ହେଲେ କଥା ଭିତରେ ଯେଉଁ ମହତ ଉଦ୍ଦେଶ୍ୟ ଲୁଚିକି ଅଛି, ଯାହାକୁ ମୁଁ ଦେଖିଛି ସେଇଟା ତ ଆପଣ ଶୁଣିନାହାନ୍ତି ନା। ଆଗ ମୋର ଶୁଣି ସାରନ୍ତୁ, ତାପରେ ମନକୁ ନ ପାଇଲେ କଙ୍ଗାରୁକୁ ଦଣ୍ଡ ଦେବେ। ହେ ବାବୁ ଚୋରିରେ ପୁଣି କି ମହତ ଉଦ୍ଦେଶ୍ୟ ଲୁଚିକି ଅଛି? କହିଲ ଟିକେ ଶୁଣିବା। ସାର୍ ମୋ ନାଁ କାଳିଆ, ମୋ ସାଙ୍ଗିଆ ଷଣ୍ଢ, ତେଣୁ ମୋ ଫୁଲ୍ ନାଁ କାଳିଆ ଷଣ୍ଢ। ହେଇଥିବ କଳା ମଚ ଦେହକୁ ଶଳା ଷଣ୍ଢ ଭଳିଆ ଦିଶୁଛ। ବିଲୁଆ ଖାଇଲେ 6 ମାସ ଖାଇବ। ହଉ କ'ଣ ହେଇଛି କହ। ସାରେ କଙ୍ଗାରୁ ଆଉ ଝୋଟ କାଞ୍ଜିଅତାରେ ପଡ଼ିଥିବା ଗାଈମାନଙ୍କ କ୍ଷୀର ଆଣି ଦୁଆର ଦୁଆର ବୁଲିକି ବିକୁଛନ୍ତି। କ୍ଷୀର ବିକା ଟଙ୍କାରେ କାଞ୍ଜିଅତା ଗାଈମାନଙ୍କ ପାଇଁ ଖାଦ୍ୟ କିଣା ହୁଏ, ଆଉ ବଳକା ଟଙ୍କା ଅନାଥ ପିଲାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ। କ୍ଷୀର ବିକା ଟଙ୍କାରୁ 1 ପଇସା ମଧ୍ୟ ଏମାନେ ନିଜ ପାଇଁ ଖର୍ଚ୍ଚ କରନ୍ତି ନାହିଁ, ଆଉ ନିଜ ଟଙ୍କାରେ ସ୍କୁଟରରେ ତେଲ ପକାଇ ସେବା କରନ୍ତି। ଏଥର ଆପଣ ମନକୁ ଯଦି ପାଉଛି ଯାହା ଦଣ୍ଡ ଦେବା କଥା କଙ୍ଗାରୁକୁ ଝୋଟକୁ ଦିଅନ୍ତୁ। ଆରେ ଏଇଟା ତ ବଡ଼ ମହତ କାମ ସତରେ। କିରେ ସତ୍ୟା ସବୁବେଳେ ଏମିତି କେସ୍ ନେଇକି ଥାନାକୁ ଗାଈ ଆସୁଛୁ କି? ପାରୁଛୁ ଯଦି ଏମାନଙ୍କୁ କହିବ ଅଛି କି ନିଜ ଗାଈକି ନେଇକି ଖୁଣ୍ଟିରେ ବାନ୍ଧେ, ଉଦା ଛାଡ଼େ ନା। ଆଜ୍ଞା ମୁଁ ଜାଣିଛି ପରା, କଙ୍ଗାରୁ କେବେ ଭୁଲ କରିବନି। ଜାଣିଲେ କ'ଣ ହବ ସାର୍? ଡାକିଲା ବେଳେ ହଗେଇ ଦେଉଛନ୍ତି ଆଉ। ହଉ ତୁ ଯା, ସବୁବେଳେ ଏମିତି ଭଲ କାମ କରୁଥା। ଆମ ଉପରେ ଏତିକି ଆଶୀର୍ବାଦ ଥାଉ ସାର୍। ଅଛି। ଶଳା ଭାଣ୍ଡୁରୁ ହେଇଗଲେ ରେ ଭାଇ।